ସମସ୍ତଙ୍କୁ ନମସ୍କାର। ଆମ୍ମା ଭଗବାନ ଶରଣମ୍। ଶ୍ରୀ କଲ୍କିଙ୍କ ଦିବ୍ୟ ଉପସ୍ଥିତିଙ୍କୁ ଡାକି ବର୍ତ୍ତମାନ ପ୍ରାର୍ଥନା କରିବା। ଓମ୍ ସଚ୍ଚିଦାନନ୍ଦ ପରବ୍ରହ୍ମା ପୁରୁଷୋତ୍ତମା ପରମାତ୍ମା ଶ୍ରୀ କଲ୍କି ଭଗବତୀ समेत श्री कल्की भगवते नमः। ଧୀରେ ଆଖି ଖୋଲନ୍ତୁ। ଆଜି ଆମେ କଲ୍କି ଧର୍ମ 24ରେ ଥିବା ଟିଚିଂସକୁ ଜାଣିବା ଏବଂ ଏହାର ଓଡ଼ିଆ ଅନୁବାଦକୁ ଶୁଣିବା। ପ୍ରତିଦିନ ସାରା ବିଶ୍ୱରେ ଶ୍ରୀ କଲ୍କିଙ୍କ ଦ୍ୱାରା ଅନେକ ଚମତ୍କାର ଘଟୁଛି। ଚମତ୍କାର ଗୁଡ଼ିକ ପ୍ରାକୃତିକ ସିଦ୍ଧାନ୍ତର ବିରୁଦ୍ଧାଚରଣ କରନ୍ତି ନାହିଁ, ସେଗୁଡ଼ିକ ଉଚ୍ଚତର ସିଦ୍ଧାନ୍ତ ଅନୁଯାୟୀ ହୁଏ। ଚମତ୍କାରର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ମନର କବଳରୁ ଆପଣଙ୍କୁ ମୁକ୍ତ କରିବା। ଏଠାରେ ଆପଣ ଦେଖିପାରିବେ ଶ୍ରୀ ପରମ ଜ୍ୟୋତି ଶ୍ରୀ ଆମ୍ମା ଭଗବାନଙ୍କ ରୂପରେ ପ୍ରତ୍ୟକ୍ଷ ହେବା ଏହି ଶ୍ରୀମୂର୍ତ୍ତିରେ ଦେଖନ୍ତୁ। ଶ୍ରୀ ଭଗବାନଙ୍କ ଦିବ୍ୟବାଣୀକୁ ବର୍ତ୍ତମାନ ଆମେ ସମସ୍ତେ ଧ୍ୟାନ ଦେଇ ଶୁଣିବା। I discovered that I had the power to transform people. Earlier there was the power to help people with their problems, but I could not really bring about transformation in the sense that we call enlightenment. I did bring about some transformation in people, but it wasn't enlightenment. I did discover that I could give Diksha and bring about enlightenment. Diksha is a transfer of energy. So one gets into the state of enlightenment, and though one is enlightened, there's a thing called the enlightened state. There's a difference between the two. So you get into an enlightened state and then you transfer those energies. ପ୍ରଶ୍ନ, ଏହି ସବୁ କେମିତି ପ୍ରାରମ୍ଭ ହେଲା? ଶ୍ରୀ ଭଗବାନଙ୍କ ଉତ୍ତରର ଅନୁବାଦ। ମୁଁ ଜାଣିଥିଲି ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବା ଶକ୍ତି ମୋ ପାଖରେ ଅଛି ବୋଲି। ଏହି ଶକ୍ତିରୁ ଲୋକମାନଙ୍କୁ ମୁଁ ତାଙ୍କ ସମସ୍ୟାରୁ ବାହାରି ଆସିବା ପାଇଁ ସାହାଯ୍ୟ କରୁଥିଲି, କିନ୍ତୁ ଏନଲାଇଟେନମେଣ୍ଟ ବା ମୁକ୍ତି ତାଙ୍କୁ ଦେବା ସେମିତି ପ୍ରାରମ୍ଭ ହୋଇନଥିଲା। ଯେମିତି ମୁଁ କିଛି ପରିବର୍ତ୍ତନ ଲୋକମାନଙ୍କ ଜୀବନରେ ଆଣିଲି, କିନ୍ତୁ ସେଟା ମୁକ୍ତି ନଥିଲା। ମୁଁ ସେତେବେଳେ ଆବିଷ୍କାର କଲି କି ମୋତେ ଦୀକ୍ଷା ଦେବାକୁ ପଡ଼ିବ। ଦୀକ୍ଷା ଦ୍ୱାରା ଲୋକଙ୍କୁ ମୁକ୍ତି ଦେଇପାରିବି ବୋଲି ମୁଁ ଯେତେବେଳେ ଜାଣିଲି, ଦୀକ୍ଷା ଅର୍ଥାତ୍ ଟ୍ରାନ୍ସଫର ଅଫ୍ ଏନର୍ଜି, ଦିବ୍ୟ ଉର୍ଜାର ପ୍ରସାରଣ, ଏହା ମୁକ୍ତି ସ୍ଥିତି ନୁହେଁ। ମୁକ୍ତି ସ୍ଥିତିରେ ଏବଂ ମୁକ୍ତିରେ ପାର୍ଥକ୍ୟ ଅଛି। ମୁକ୍ତି ସ୍ଥିତିରେ ଯାଇକି ଏହି ଉର୍ଜା ଶକ୍ତିଙ୍କୁ ପ୍ରସାରିତ କରିହେବ। ଜଣେ ଜୀବନ ମୁକ୍ତା କେମିତି ବଞ୍ଚନ୍ତି? The awakened one is not afraid of the truth. The unawakened one is afraid of the truth. ଜୀବନ ମୁକ୍ତା ସତ୍ୟକୁ ଭୟ କରନ୍ତି ନାହିଁ। ମୁକ୍ତି ନ ପାଇଥିବା ବ୍ୟକ୍ତି ସତ୍ୟକୁ ଭୟ କରନ୍ତି। ଏଠାରେ ଯେତେବେଳେ ଆପଣ ସତ୍ୟ କଥା ଶୁଣୁଛନ୍ତି, ଏହା ହେଉଛି ଆପଣଙ୍କ ଆନ୍ତରିକ ସତ୍ୟ। ସତ୍ୟ ଆପଣଙ୍କ ଭିତରେ ଯାହା ଅଛି ତାକୁ ଆମେ ହ୍ୱାଟ୍ ଇଜ୍ କହୁଛୁ। ଭାବି ନିଅନ୍ତୁ ଆପଣଙ୍କ ଭିତରେ କୃତଜ୍ଞତା ନାହିଁ, ତାହେଲେ ମୋ ଭିତରେ କୃତଜ୍ଞତା ନାହିଁ ବୋଲି ସତ୍ୟରେ ଆମେ ଠିଆ ହେବାର ଅଛି। ଯେତେବେଳେ ସେ ସତ୍ୟ ସହିତ ଆମେ ରହିବା କି ମୋ ଭିତରେ କୃତଜ୍ଞତା ଭାବ ନାହିଁ, ମୋ ବାପା ମା ମୋ ପାଇଁ କେତେ କ'ଣ କରିଛନ୍ତି, ଏ କଥା ଭାବିଲେ ସ୍ୱାଭାବିକ ଭାବେ ଆମକୁ ବାପା ମାଙ୍କ ପ୍ରତି ସ୍ନେହ କୃତଜ୍ଞତା ଆସିବା କଥା। କିନ୍ତୁ ଆଜି ହୃଦୟ ଏମିତି ଶୁଖିଯାଇଛି, ସେଠାରେ କୃତଜ୍ଞତା ସ୍ନେହ ଭାବ ନାହିଁ। ମୋ ଭିତରେ ସ୍ନେହ କୃତଜ୍ଞତା ନାହିଁ ବୋଲି ସତ୍ୟ ସହିତ ଆମେ ରହିବାର ଅଛି। ମୁକ୍ତି ନ ପାଇଥିବା ବ୍ୟକ୍ତି ନିଜର ସତ୍ୟକୁ ଦେଖିପାରନ୍ତିନି, ଜାଣିପାରନ୍ତିନି। ତେଣୁ
ତାଙ୍କୁ ସତ୍ୟଠୁ ଭୟ ଲାଗେ, କିନ୍ତୁ ମୁକ୍ତି ପାଇଥିବା ବ୍ୟକ୍ତି ତାଙ୍କ ସ୍ୱାଭାବିକ ସ୍ଥିତିରେ ସେ ଷ୍ଟେ ୱିଥ୍ ଦ ହ୍ୱାଟ୍ ଇଜ୍, ଯାହା ବି ତାଙ୍କ ଅନ୍ତରରେ ସତ୍ୟ ଅଛି ତାହା ସହିତ ରହିପାରନ୍ତି। ତେଣୁ ତାଙ୍କ ଭିତରେ କୌଣସି ଭୟ ବା ଲାଜ କରିବା କି ମୁଁ ଏମିତି ଅଛି ବୋଲି ବି ନଥାଏ। ଜଣେ ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ଅନୁଭୂତି ଶୁଣନ୍ତୁ, ତାହେଲେ ଆପଣଙ୍କୁ ଏ କଥା ସ୍ପଷ୍ଟ ହେବ। ସେ ଜଣାଉଛନ୍ତି, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଆନନ୍ଦ ସ୍ନେହ ଅନୁଭବ କରିଚାଲିଛି ତାହା ନୁହେଁ, କିନ୍ତୁ ବର୍ତ୍ତମାନ ମୋ ଭିତରେ ଯାହା ବି ଘଟୁଅଛି ମୁଁ ବିନା କିଛି ପ୍ରଚେଷ୍ଟାରେ ତାହା ସହିତ ରହିପାରୁଛି। ମୋ ଭିତରେ ଯାହା ଚାଲିଛି, ଯାହା ଅଛି ତା ପ୍ରତି କୌଣସି ଦୋଷାରୋପ କରିବା ବା ଏମିତି ରହିବାର ନାହିଁ ବୋଲି ଭାବିବା ମୋ ଭିତରେ ନାହିଁ। ଉଦାହରଣକୁ, ତାଙ୍କ ସ୍ତ୍ରୀ ଯେତେବେଳେ ତାଙ୍କର କିଛି କାମକୁ ନେଇକି ବା କିଛି କଥାକୁ ନେଇକି ଅସନ୍ତୁଷ୍ଟ ହେଉଛନ୍ତି, ତାହେଲେ ସେ ଜଣାଉଛନ୍ତି ତାଙ୍କ ଭିତରେ କୌଣସି କମେଣ୍ଟ୍ରି ନାହିଁ କି ସେ ଏମିତି କେମିତି ହେଲା, ଏଇଟା ହେବାର ନଥିଲା, କି କିଛି ମନ ଭିତରେ ତାକୁ ନେଇକି କିଛି ବାର୍ତ୍ତାଳାପ କିଛି ବି ନାହିଁ। ତାଙ୍କ ଭିତରେ ତାଙ୍କ ସ୍ତ୍ରୀ ତାଙ୍କ କଥାରେ ଅସନ୍ତୁଷ୍ଟ ଅଛନ୍ତି, ତାପରେ ଆଉ କିଛି ବି ନାହିଁ। ଠିକ୍ ଅଛି, ଆଉ ଏଇଟା ଆଉ ଥରେ ରିପିଟ୍ ହେବନି, ୟା ଛଡ଼ା ତାଙ୍କ ଭିତରେ ଆଉ କିଛି ବି ଚାଲୁନି, ଏ କଥା ସେ ଜଣାଉଛନ୍ତି। ମୁକ୍ତି ନ ପାଇଥିବା ବ୍ୟକ୍ତି ନିଜ ଅନ୍ତରରେ ସତ୍ୟକୁ ଦେଖିପାରନ୍ତିନି, ତେଣୁ ସେ ସତ୍ୟକୁ ଭୟ କରନ୍ତି। ପରବର୍ତ୍ତୀ ଭାଗକୁ ଦେଖିବା। ମୋର ଏବଂ ମୋର ନୁହେଁ, ଏହି ମୌଳିକ ବିଭାଜନରୁ ସବୁ ଦୁଃଖ ଉତ୍ପନ୍ନ ହୁଏ। ଏକତ୍ୱ ମନୁଷ୍ୟର ଗୋଟିଏ ସ୍ୱାଭାବିକ ସ୍ଥିତି। ଯେତେବେଳେ ଆପଣଙ୍କ ଭିତରେ ମୋର ଭାବ ଉତ୍ପନ୍ନ ହୁଏ, ସେଇଠି ଏଇଟା ମୋର, ଏଇଟା ମୋର ନୁହେଁ, ଏହି ବିଭାଜନ ଆପଣ ଅନୁଭବ କରନ୍ତି। ଆପଣଙ୍କ ଭିତରେ ଥିବା ମୋର ଭାବ ସବୁବେଳେ ନିଜକୁ ବଞ୍ଚାଇବାର ଚେଷ୍ଟା କରୁଥାଏ, ତେଣୁ ସବୁ କଥାରେ ସେ ଗୋଟିଏ ବିଭାଜନ ସୃଷ୍ଟି କରେ। ଏଇଟା ଭଲ, ଏଇଟା ମନ୍ଦ, ଏଇଟା ଉଚ୍ଚ, ଏଇଟା ନିମ୍ନ, ଏଇଟା ଠିକ୍, ଏଇଟା ଭୁଲ। ଏହି ବିଭାଜନ ଭାବରେ ଆମ ଭିତରେ ଥିବା ଏକତ୍ୱ ସ୍ଥିତିକୁ ଆମେ ହରାଇ ଦେଇଛୁ। ଆମ ଜୀବନରେ ଥିବା ସମସ୍ତ ଦୁଃଖ ସମସ୍ୟାର କାରଣ ବ୍ୟକ୍ତିଗତ ରୂପରେ ବା ପାରିବାରିକ, ସାମାଜିକ ଏବଂ ଦେଶରେ ବା ଦୁନିଆରେ ଥିବା ସବୁ ସମସ୍ୟାର ମୂଳ କାରଣ ଆମ ସମସ୍ତଙ୍କ ଭିତରେ ଥିବା ଏଇ ମୌଳିକ ବିଭାଜନ, ଏଇଟା ମୋର, ଏଇଟା ମୋର ନୁହେଁ। ଏହି ବିଭାଜନରେ ସମସ୍ତ ଦୁଃଖ ସୃଷ୍ଟି ହେଉଛି। ଅନ୍ୟଥା ଆମେ ଅନ୍ୟଙ୍କୁ କେମିତି ଦୁଃଖ ଦେଇପାରୁଛୁ ଭାବନ୍ତୁ। ଆମେ ଅନ୍ୟଙ୍କଠୁ ନିଜକୁ ଅଲଗା ଅନୁଭବ କରୁଛୁ, ସେଥିପାଇଁ ଆମେ ଅନ୍ୟଙ୍କୁ ଦୁଃଖ ଦେଉଛୁ। ଏହି ଦୁଃଖ ସମାପ୍ତ ହେବା ପାଇଁ କେବଳ ଏକମାତ୍ର ସମାଧାନ ହେଉଛି ମନୁଷ୍ୟ ତାଙ୍କ ସ୍ୱାଭାବିକ ସ୍ଥିତି ଏକତ୍ୱ ସ୍ଥିତିକୁ ଫେରିଯିବାର ଅଛି। ପରବର୍ତ୍ତୀ ଭାଗରେ ସବୁ ଜିନିଷ ପବିତ୍ର। ଆମେ ସମସ୍ତେ କଳିଯୁଗରେ ଅଛୁ। ଏହି କଳିଯୁଗରେ ଆମେ ସବୁ ଜିନିଷକୁ ନିର୍ଜୀବ ଅବସ୍ଥାରେ, ସବୁ କେବଳ ମ୍ୟାଟର ବୋଲି ଦେଖୁଛୁ। ସେଠାରେ କୌଣସି ଚେତନା ନାହିଁ ବୋଲି ଭାବୁଛୁ। ତେଣୁ ଆମେ ପ୍ରତ୍ୟେକ ଜିନିଷକୁ ନିର୍ଜୀବ ଏବଂ ଅପବିତ୍ର ରୂପରେ ଦେଖୁଛୁ। ସବୁ ଜିନିଷ ଆମମାନଙ୍କ ପାଇଁ କେବଳ ପାର୍ଥିବ ଜଗତରେ କିଛି କାମ ବା କିଛି ଉପଯୋଗ ତାର ନେବା ପାଇଁ ହିଁ ଆମେ ସବୁ ଜିନିଷକୁ ରିଲେଟ୍ କରୁଛୁ। ପୂର୍ବ ଯୁଗରେ ଯେତେବେଳେ ଲୋକମାନେ ଉଚ୍ଚ ଚୈତନ୍ୟ ସ୍ଥିତିରେ ବଞ୍ଚୁଥିଲେ, ସେତେବେଳେ ତାଙ୍କ ଭିତରେ ସବୁକିଛି ଚୈତନ୍ୟ ଶକ୍ତି ବୋଲି ଗୋଟିଏ ଅଭିଜ୍ଞତା ଥିଲା ଏବଂ ସେମାନେ ପ୍ରତ୍ୟେକ ଜିନିଷକୁ ପବିତ୍ର ରୂପରେ ପବିତ୍ରତା ସହିତ ଗ୍ରହଣ କରୁଥିଲେ। ଯେତେବେଳେ ଆପଣଙ୍କୁ ଆମ୍ମା ଭଗବାନ ଗୋଟିଏ ପିକ୍ ଷ୍ଟେଟ୍ରେ ନେଇକି ଯିବେ, ଆପଣ ବି ସେଇ ଅନୁଭୂତି ପାଇବେ ଯେଉଁଠି ସବୁକିଛି ପବିତ୍ର, ସବୁ ଘଟଣା, ସମସ୍ତ ଲୋକ
ପବିତ୍ର ରୂପରେ ଆପଣଙ୍କୁ ଦେଖାଯାଆନ୍ତି। ସେଇଥିପାଇଁ କୁହାଯାଉଛି ସବୁ ଜିନିଷ ପବିତ୍ର ଯେତେବେଳେ ଆପଣ ଗୋଟିଏ ସୁନ୍ଦର ସ୍ଥିତିରେ ରହିବେ। ପରବର୍ତ୍ତୀ ଭାଗ, ଭାବନାର ସ୍ଥିରତାରେ ଆପଣ ଏକତ୍ୱକୁ ଆବିଷ୍କାର କରନ୍ତି। ଏହି ମନ କ'ଣ? ମନ ହେଉଛି ଆପଣଙ୍କ ଭାବନାର ପ୍ରବାହ, ଯେଉଁଠି ଆପଣ ନିରନ୍ତର ଆପଣଙ୍କ ଅତୀତ ଭବିଷ୍ୟ ବିଷୟରେ ଭାବୁଛନ୍ତି। ଉଦାହରଣକୁ, ଆପଣ ଗୋଟିଏ କଫି ବା ଚା ପିଉଥିବା ସମୟରେ ଆପଣଙ୍କ ଭିତରେ ଗତକାଲି କ'ଣ ହେଇଥିଲା ବା ଆଗାମୀ ଦିନରେ ଆପଣ କ'ଣ କରିବାକୁ ଯାଉଛନ୍ତି, ଏହି ବିଷୟରେ ଆପଣ ଭାବି ଚାଲନ୍ତି। କିନ୍ତୁ ସେଇ ମୁହୂର୍ତ୍ତରେ ଆପଣ ସେ କଫି ବା ଚା ପିଉଛନ୍ତି, ତାକୁ ଆପଣ ଅନୁଭବ କରିପାରନ୍ତି ନାହିଁ, କାରଣ ଆପଣଙ୍କ ଭିତରେ ଭାବନା ଆପଣଙ୍କୁ ବର୍ତ୍ତମାନକୁ ଅନୁଭବ କରିବାକୁ ଦେଉନାହିଁ। ଆପଣଙ୍କ ଭାବନା ଏଇଠି ସବୁବେଳେ ଗୋଟିଏ ଗଣ୍ଡଗୋଳ ସୃଷ୍ଟି କରୁଛି, ଆପଣଙ୍କ ଭିତରେ ବିଭାଜନ ସୃଷ୍ଟି କରୁଛି। ଯେତେବେଳେ ଆପଣଙ୍କ ଭିତରେ ଭାବନା ବନ୍ଦ ହେଇଯିବ, ଆପଣ ସମସ୍ତ କିଛି ଜିନିଷ ସହିତ ଏକତ୍ୱକୁ ଅନୁଭବ କରିବେ। ଆପଣଙ୍କ ଅନ୍ତରରେ ନିଜ ସହିତ ଏକତ୍ୱ ଆପଣଙ୍କ ପରିବାର ସହିତ ଏକତ୍ୱକୁ ଅନୁଭବ କରିବାକୁ ସାହାଯ୍ୟ କରିବ। ଯେତେବେଳେ ପରିବାର ସହିତ ଏକତ୍ୱକୁ ଅନୁଭବ କରୁଛନ୍ତି, ସମାଜ, ଦେଶ ଏବଂ ବିଶ୍ୱ ସହିତ ମଧ୍ୟ ଏକତ୍ୱକୁ ଆପଣ ଅନୁଭବ କରିପାରିବେ। ପରବର୍ତ୍ତୀ ଭାଗରେ ଜିଜ୍ଞାସୁ ପଚାରୁଛନ୍ତି, କର୍ମ କ'ଣ? ଶ୍ରୀ ଭଗବାନ ଜଣାଇଲେ, ସରଳ ଭାବରେ କହିଲେ, କର୍ମ ହେଉଛି କାରଣ ଏବଂ ପ୍ରଭାବ ସିଦ୍ଧାନ୍ତ, କିନ୍ତୁ ଅନେକ ପ୍ରକାରର କର୍ମ ଅଛି। ସଫଳତାର ରହସ୍ୟ ଦେଖିବା। ଯଦି ଆପଣ ଉନ୍ନତି କରିବାକୁ ଚାହାନ୍ତି, କେହି ଆପଣଙ୍କୁ ରୋକିପାରିବେ ନାହିଁ। ଯଦି ଆପଣ ଉନ୍ନତି କରିବାକୁ ଚାହାନ୍ତି ନାହିଁ, କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ। ଗୋଟିଏ ଉଦାହରଣ ଦେଖିବା। ଗୋଟିଏ ଝିଅ ଭଲରେ ପାଠ ପଢ଼ିବାକୁ ଚାହୁଁଥିଲେ, ଜୀବନରେ ଆଗେଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଫାଇନାଲ୍ ଏକ୍ଜାମ୍ରେ ଯେତେବେଳେ ତାଙ୍କୁ ଭଲ ମାର୍କସ୍ ଆସିଲା ନାହିଁ, ସେ ଯେଉଁଠି ଚାହୁଁଥିଲେ ସେ ୟୁନିଭର୍ସିଟିରେ ସିଟ୍ ପାଇପାରିଲେ ନାହିଁ। ତା ପାଇଁ ସବୁବେଳେ ତାଙ୍କ ଭାଗ୍ୟକୁ ଦୋଷ ଦେଲେ, ସମସ୍ତଙ୍କୁ ଦୋଷ ଦେଲେ। ଅନ୍ୟ କଲେଜେସ୍ରୁ ତାଙ୍କୁ ଆଡ଼ମିସନ୍ ପାଇଁ ଡକା ହେଲେ ମଧ୍ୟ ସେ ଗଲେ ନାହିଁ, ତାଙ୍କ ହାୟର ଏଜୁକେସନ୍ କରିଲେ ନାହିଁ। ସେ ଯଦି ଚାହିଁଲେ ସେ ଅଲଗା କଲେଜରେ ଜଏନ୍ ହେଇକି ପରିଶ୍ରମ କରିକି ନିଶ୍ଚିତ ଆଗକୁ ବଢ଼ିଥାନ୍ତେ, କିନ୍ତୁ ସେ ତାଙ୍କର ଫାଇନାଲ୍ ଏକ୍ଜାମ୍ରେ ଏମିତି କେମିତି ହେଲା ଏ କଥାକୁ ଧରିକି ସେ ପାଠକୁ ଆଉ କଣ୍ଟିନ୍ୟୁ କରିଲେ ନାହିଁ। ସତ୍ୟ ହେଉଛି ସେ ପରିଶ୍ରମ କରିକି ଆଗକୁ ବଢ଼ିବାକୁ ଇଚ୍ଛା କଲେ ନାହିଁ, ତେଣୁ ତାଙ୍କ ଭାଗ୍ୟକୁ ଦୋଷ ଦେଇକି ସେ ରହିଗଲେ। ଯଦି ଆପଣଙ୍କ ଜୀବନରେ ଆପଣ ଉନ୍ନତି କରିବାକୁ ଚାହାନ୍ତିନି, କେହି ବି ଆପଣଙ୍କୁ ସାହାଯ୍ୟ କରିପାରିବେନି। ଯଦି ବି ଶହେ ଶହେ ଲୋକ ଆପଣଙ୍କୁ ସାହାଯ୍ୟ ଦେବାକୁ ଚାହିଁବେ, ଆପଣ ସେ ସାହାଯ୍ୟ ଗ୍ରହଣ କରିପାରିବେ ନାହିଁ। ଆଉ ଜଣେ ଗୋଟିଏ ଗରିବ ପରିବାରରେ ଜନ୍ମ ହେଇ ତାଙ୍କ ବାପା ତାଙ୍କ କମ୍ ବୟସ ଥିଲାବେଳକୁ ଚାଲିଗଲେ, ତେଣୁ ତାଙ୍କ ଗାଁ ଛାଡ଼ିକି ତାଙ୍କ ମାମୁଁ ଘରକୁ ଯିବାକୁ ପଡ଼ିଲା। ସେଇଠି ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ତାଙ୍କ ମାମୁଁ ଯିଏ ଥିଲେ ସେ ବହୁତ ଷ୍ଟ୍ରିକ୍ଟ ଥିଲେ। ତାଙ୍କ ଜୀବନରେ ବିରାଟ ବଡ଼ ସ୍ୱପ୍ନ ରଖିକି ସେ ଆଗେଇବା ପାଇଁ ସେଇଠି ପରିସ୍ଥିତି ସେମିତି କିଛି ସାଥ ଦେଉନଥିଲା। ଯେତେବେଳେ ବି ସେ ତାଙ୍କର ସ୍ୱପ୍ନ କାହା ସହିତ ବାଣ୍ଟନ୍ତି କି ସେ ବହୁତ ବଡ଼ ଜୀବନରେ ଆଚିଭମେଣ୍ଟ କରିବାକୁ ଚାହୁଁଛନ୍ତି, କେହି ବି ତାଙ୍କ କଥାକୁ ଧ୍ୟାନ ଦେଉନଥିଲେ। ଅଧିକାଂଶ ଲୋକ ତାଙ୍କ କଥାକୁ ଉପହାସ କରି ଉଡ଼େଇ ଦେଉଥିଲେ। କିନ୍ତୁ ସେ ବହୁତ ପରିଶ୍ରମ କରି କଠିନ ପରିସ୍ଥିତିରେ ପାଠ ପଢ଼ି ଜୀବନରେ ଆଗକୁ ବଢ଼ିଲେ। ଗୋଟିଏ ବହୁତ ନିମ୍ନ ସ୍ତରରେ ଥିବା ପରିବାରରୁ ପରିଶ୍ରମ କରି ଉପରକୁ ଉଠି ସେ ବର୍ତ୍ତମାନ ଗୋଟିଏ ବହୁତ ବଡ଼ କମ୍ପାନୀର CEO ହେଇପାରିଲେ। ସେ ଯେତେବେଳେ ଜୀବନରେ ଆଗକୁ ବଢ଼ିବାକୁ ଚାହିଁଲେ, ତାଙ୍କୁ କେହି ବି ଅଟକେଇ ପାରିଲେ ନାହିଁ। ସେମିତି ଆପଣଙ୍କ ଜୀବନରେ ଆପଣ ଉନ୍ନତି କରିବାକୁ ଚାହିଁଲେ କେହି ବି ଆପଣଙ୍କୁ ରଖିପାରିବେ ନାହିଁ। ବର୍ତ୍ତମାନ ଆମେ ଶ୍ରୀ ପରମଜ୍ୟୋତିଙ୍କ ଚମତ୍କାର ଶୁଣିବା। ମୁଁ ଭାରତର କେରଳ ପ୍ରଦେଶର ତ୍ରିଶୂର ନିବାସୀ
ରାଜେଶ୍ୱରୀ। ମୁଁ ପ୍ରତ୍ୟେକ ସପ୍ତାହରେ ଭଗବତ ସାକ୍ଷାତକାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଏ। ସଂକ୍ରାନ୍ତି ଯୋଗୁଁ ପ୍ରକ୍ରିୟା ହେବ ନାହିଁ ଶୁଣି ମୁଁ ବହୁତ ଦୁଃଖିତ ଥିଲି। କିନ୍ତୁ ଗୁରୁବାର ଦିନ ମୋର ଅତି ପ୍ରିୟ ସ୍ତ୍ରୀ ପରମଜ୍ୟୋତି ଭଗବତୀ ଭଗବାନ ମୋତେ ଗୋଟିଏ ସୁନ୍ଦର ଅନୁଭୂତି ପ୍ରଦାନ କଲେ, ଯେଉଁଥିରେ ତାଙ୍କର ଦିବ୍ୟ ଉପସ୍ଥିତି ସର୍ବଦା ମୋ ଗୃହରେ ଅଛି ବୋଲି ମୁଁ ଜାଣିପାରିଲି। ସେହି ଦିନଟି ବୈକୁଣ୍ଠ ଏକାଦଶୀ ଥିବାରୁ ମୁଁ ମୋର ମଧ୍ୟାହ୍ନ ଭୋଜନ ପାଇଁ ଗହମ, ଦଲିଆ, କଖାରୁ ତରକାରୀ ପ୍ରସ୍ତୁତ କରିଥିଲି। ପରସିବା ପୂର୍ବରୁ ମୁଁ ରନ୍ଧା ହୋଇଥିବା ତରକାରୀକୁ ଘୋଡ଼ାଇ ଷ୍ଟୋଭ୍ ଉପରେ ରଖି ବାହାରକୁ ଚାଲିଗଲି। ମୁଁ ଯେତେବେଳେ ଫେରିଲି, ଯାହା ଦେଖିଲି ବହୁତ ଆଶ୍ଚର୍ଯ୍ୟ ହେଲି। ପରସିବା ପାଇଁ ତରକାରୀରେ ଘୋଡ଼ା ହୋଇଥିବା ଘୋଡ଼ଣୀକୁ ଯେତେବେଳେ ମୁଁ ଖୋଲିଲି, ତରକାରୀର ଉପର ଭାଗରେ ଛୋଟ ଛୋଟ ଛିଦ୍ର ହୋଇଥିବାର ଦେଖିଲି। ସତେ ଯେପରି ଗୋଟିଏ ଛୋଟ ପିଲା ତାର ଛୋଟ ଛୋଟ ଆଙ୍ଗୁଳିକୁ ସେହି ତରକାରୀରେ ପ୍ରବେଶ କରାଇଛି। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହାପରେ ମୁଁ ମୋର ଅତି ପ୍ରିୟ ଶ୍ରୀ ଭଗବତୀ ଭଗବାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଅର୍ପଣ କରିବା ପାଇଁ ତାଙ୍କ ପାଖରେ ରଖିଲି ଏବଂ ଏହା ଗ୍ରହଣ କରିବା ପାଇଁ ତାଙ୍କୁ ପ୍ରାର୍ଥନା କଲି। କିଛି ମୁହୂର୍ତ୍ତ ପରେ ମୁଁ ଦେଖିପାରିଲି ଯେ ଶ୍ରୀ ଭଗବତୀ ଭଗବାନ କଖାରୁ ତରକାରୀକୁ ଗୋଟିଏ ପାର୍ଶ୍ୱରୁ କିଛି ଖାଇଛନ୍ତି। ମୋର ଆନନ୍ଦର ସୀମା ରହିଲା ନାହିଁ। ହେ ମୋର ପ୍ରିୟ ଭଗବତୀ ଭଗବାନ, ମୋ ଗୃହରେ ଆପଣଙ୍କ ଦିବ୍ୟ ଉପସ୍ଥିତିର ଆଶୀର୍ବାଦ ମୋତେ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କୁ ଅଶେଷ କୃତଜ୍ଞତା ଅର୍ପଣ କରୁଛି। ମୁଁ ଆପଣଙ୍କୁ ବହୁତ ଭଲ ପାଏ। ଯେତେବେଳେ ଆପଣ ଚମତ୍କାରକୁ ବାଣ୍ଟନ୍ତି ଅନ୍ୟଙ୍କ ସହିତ, ଆପଣଙ୍କ ଜୀବନରେ ଦୈବିକ କୃପା ଆହୁରି ଅଧିକ ଆପଣ ଅନୁଭବ କରିପାରନ୍ତି। ବର୍ତ୍ତମାନ ଆମେ ସମସ୍ତେ ଶ୍ରୀ କଲ୍କିଙ୍କୁ ପ୍ରାର୍ଥନା କରିବା କି ଯାହା ବି ଶିକ୍ଷା ଆଜି ଆପଣ ଶୁଣିଲେ, ଏଇ ଟିଚିଂ ଆପଣଙ୍କ ପାଇଁ ନିଜର ରିଏଲାଇଜେସନ୍ ହେବାର ଅଛି ବୋଲି ଏଇ ଭକ୍ତି ସଂକୀର୍ତ୍ତନରେ ଭାଗ ନେଇକି ପ୍ରାର୍ଥନା କରିବା। நன்றி மாலை சூடினோம் எங்கள் பகவானுக்கு, நன்றி மாலை சூடினோம் அம்மா பகவானுக்கு, நன்றி மாலை சூடினோம் ஈஸ்வர பகவானுக்கு, நன்றி மாலை சூடினோம் ஈஸ்வரி பகவதிக்கு, நன்றி மாலை சூடினோம் பகவான் பரஞ்சோதிக்கு, நன்றி மாலை சூடினோம் பகவதி பரஞ்சோதிக்கு, நன்றி மாலை சூடினோம் கல்கி பரஞ்சோதிக்கு, நன்றி மாலை சூடினோம் எங்கள் குலசுவாமிக்கு. முக்தீஸ்வர பகவானே, முக்தீஸ்வரி பகவதியே, சர்வதேவ பகவானே, சர்வதேவி பகவதியே, பரமேஸ்வர பகவானே, பரமேஸ்வரி பகவதியே, பரஞ்சோதி பகவானே, பரஞ்சோதி பகவதியே. ஓம் ஸ்ரீ சர்வதேவ பரம கருண பரஞ்சோதியே நமः. ஓம் ஸ்ரீ சர்வதேவ பரம கருண பரஞ்சோதியே நமः. ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର। ଶ୍ରୀ ଆମ୍ମା ଭଗବାନ ଶରଣମ୍।